ଯେତେବେଳେ ଆମ ଦେହ ଖରାପ ହୁଏ, ଶରୀର ଅସୁସ୍ଥ ରୁହେ, ସେତେବେଳେ ଆମେ ବିଭିନ୍ନ ମନ୍ଦିର ଯାଉ, ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁ, ପୂଜା ଆରାଧନା ବ୍ରତ ଉପବାସ ମାନସିକ ରଖୁ, କିନ୍ତୁ କୌଣସି ଫଳ ମିଳେ ନାହିଁ। କାରଣ ଭକ୍ତି ଯେତେବେଳେ ସ୍ୱାର୍ଥ ଜଡ଼ିତ ହେଇଥାଏ, ସେତେବେଳେ ଫଳ ମିଳେ ନାହିଁ। ସାଧାରଣତଃ ଆମେ ଅର୍ଥ ପାଇଁ, ସମ୍ପଦ ପାଇଁ, ମାନଯଶ ପାଇଁ ଭକ୍ତି ଆରାଧନା କରୁ। ତେଣୁ ଭକ୍ତି ଭାବରେ ଥାଏ ଉଦ୍ଦେଶ୍ୟ, ସେତେବେଳେ ଏହି ଭକ୍ତି କପଟଯୁକ୍ତ ହେଇଥାଏ। ମହାଭାରତରେ ଶ୍ରୀକୃଷ୍ଣଙ୍କ ନିକଟରେ ଦୁର୍ଯ୍ୟୋଧନର ଭକ୍ତି ଥିଲା କପଟ। ସେ କହିଥିଲା, ଜାନାମି ଧର୍ମ ନ ଚ ମେ ପ୍ରବୃତ୍ତିଃ ଜାନାମ୍ୟ ଧର୍ମଂ ନ ଚ ମେ ନିବୃତ୍ତିଃ ତ୍ୱୟା ହୃଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତୋସ୍ମି ତଥା କରୋମି। ଦୁର୍ଯ୍ୟୋଧନ କହିଥିଲା, ଧର୍ମ କ'ଣ ଜାଣିଲେ ମଧ୍ୟ ସେଥିରେ ମୋର ପ୍ରବୃତ୍ତି ନାହିଁ, ଅଧର୍ମ କ'ଣ ତାହା ମୁଁ ଜାଣେ, କିନ୍ତୁ ସେଥିରୁ ମୋର ନିବୃତ୍ତି ନାହିଁ। ହେ ହୃଷିକେଶ, ତୁମେ ମୋ ହୃଦୟରେ ରହି ମୋତେ ଯେଉଁପରି ନିୟୋଜିତ କରୁଛ, ମୁଁ ସେହିପରି ହିଁ କରୁଛି। ତେଣୁ ଏଠାରେ ଦୁର୍ଯ୍ୟୋଧନର କପଟ ଭକ୍ତି ପରିଷ୍କାର ଦେଖାଯାଉଛି। ତେଣୁ ଏହିଭଳି ଯଦି ଭକ୍ତି କରିବା, ଆମର କୌଣସି ଲାଭ ହେବନି। ଜୟଗୁରୁ।